ବର୍ତ୍ତମାନ ଜୟଗଡ଼ ଗଦନେଶ୍ୱର ମନ୍ଦିରକୁ ଆମେ ବୁଲି ଯାଇଥିଲୁ। ବାବା ଗଦନେଶ୍ୱର ମନ୍ଦିର ମହାନଦୀ କୂଳରେ ଅବସ୍ଥିତ। ଦେଖନ୍ତୁ ଏ ବନ୍ୟା ଜଳ ପ୍ରଭାବିତ ମହାନଦୀ କେତେ ଜଳପୂର୍ଣ୍ଣ ଦେଖାଯାଉଛି। ଫୁଲ ହୋଇକି ପୁରା ବାବା ଗଦନେଶ୍ୱରଙ୍କ ପାଖରେ ନଦୀଟି ପ୍ରଭାବିତ କରିଛି। ପୁରା ବାବାଙ୍କର ମନ୍ଦିର ପାଶେ ପାଶେ ମନ୍ଦିରଟି ନଦୀ ବହିଯାଇଛି। ନଦୀର ସେପଟେ ପାହାଡ଼ ଗୋଟେ ଦେଖାଯାଉଛି। ଦେଖନ୍ତୁ କେଡ଼େ ସୁନ୍ଦର ଦୃଶ୍ୟ ଦେଖାଯାଉଛି। ଭରପୁର ହୋଇଅଛି ମହାନଦୀ। ବନ୍ୟା ଜଳରେ ଜଳମଗ୍ନ ହୋଇ ଆଜି ମହାନଦୀ ବହି ଚାଲୁଛି କେଉଁ ଦିଗରୁ କେଉଁ ଦିଗକୁ। ଦେଖନ୍ତୁ କେତେ ଭରପୁର ଜଳ ମଗ୍ନରେ ମହାନଦୀ ଆଜି ଭାସୁଛି। ବାବା ଗଦନେଶ୍ୱରଙ୍କ ପାଖରେ ଶନି ମନ୍ଦିର ସୁନ୍ଦର ଭାବରେ ସଜା ହେଇଛି। ପାର୍କର ବାବାଙ୍କର କାମ ଚାଲିଛି, ମନ୍ଦିର କାମ। ଏଠି ବାବା ହନୁମାନ ମଧ୍ୟ ଅଛନ୍ତି। ବାବାଙ୍କର ମନ୍ଦିର ଭିତରେ ପରିସର, ମନ୍ଦିର ଭିତରେ ବାବାଙ୍କର କାମ ଚାଲିଛି। ବର୍ତ୍ତମାନ ପହଡ଼ ସମୟ, ବାବାଙ୍କ ମନ୍ଦିର ପହଡ଼ ପଡ଼ିଛି। ଏପରି କାମ ଚାଲିଛି ମା ପାର୍ବତୀଙ୍କ ମନ୍ଦିର, ମାଙ୍କ ମନ୍ଦିର ପାଖରେ ମଧ୍ୟ ବି କାମ ଚାଲିଛି। ଦେଖନ୍ତୁ ଶିବଙ୍କର ବାହନ ଏ ମଧ୍ୟ ଗୋଟେ ମନ୍ଦିର ଭିତରେ ପୂଜା ପାଉଛ। ମନ୍ଦିର ଚତୁଃପାର୍ଶ୍ୱ ବୁଲିଲେ ବହୁତ ସୁନ୍ଦର ପରିବେଶଟି ହେଇଛି। ଆପଣମାନେ ଯାଆନ୍ତୁ, ଦର୍ଶନ କରି ଆସନ୍ତୁ ବାବା ଗଦନେଶ୍ୱରଙ୍କୁ। କେତେ ଆଲୌକିକ, କେତେ ସୌଭାଗ୍ୟିକ ଦୃଶ୍ୟ ଆମେ ଦେଖିବା ପାଇଁ ପାଉଛେ ଗଦନେଶ୍ୱର ବେଳାଭୂମିରେ। ବାବା ଶିବଙ୍କର ପୂଜା ଅର୍ଚ୍ଚନା କରାଯାଏ। ଦେଖନ୍ତୁ ଜଳମଗ୍ନରେ ପୁରା ଭରପୁର ମହାନଦୀ। ଏତେ ପରିମାଣରେ ଜଳ ପ୍ରଭାବିତ ହେଉଛି। ବନ୍ୟା ଜଳ କେତେ ଭୟଙ୍କର ଦିଶୁଛି ମହାନଦୀ।